ଜଳ କ୍ରୀଡ଼ାର ବେଳେ ଗଲା ଆମ୍ଭର ବସ୍ତ୍ର ଚୋରି କଲା କଦମ୍ବ ବୃକ୍ଷେ ନେଇ ଥୋଇ ମାଗିଲି ବସ୍ତ୍ର ନଦୀ ହୋଇ ଉଲଗ୍ନେ ଜଳ ମଧ୍ୟେ ଥାଇ ଶୀତେ କମ୍ପୋଇ ଆମ୍ଭ ଦେଇ ବହୁତ ବିନୟ ହୋଇଲୁ ଦନ୍ତରେ ତୀରଣ ଧରିଲୁ ବୋଇଲା ଉଠି ଆସ ଜଳୁ ବସ୍ତ୍ର ଯେ ଯାର ନିଅ ଡାଳୁ ଯେ ଯାହା ବସ୍ତ୍ର ଚିହ୍ନି ନିଅ ଶୀତଳ ଜଳେ ଗୋ ନଥାଅ। ଏହିପରି ଭାବରେ ଗୋପାଙ୍ଗନା ଯେତେବେଳେ ଆଜ୍ଞା ବିଚଳିତ ହେଇଯାଇଛି ସେ ଭାବୁଛି ଆରେ ଏତେ ରାତିରେ ମୋତେ କାହିଁକି ଆମକୁ ନାଁ ଧରିକରି ଡାକିଲେ ବୋଧହୁଏ ଜଳ କ୍ରୀଡ଼ାର ବେଳର କଥା ତାଙ୍କର ମନେ ପଡ଼ିଯାଇଛି ଏବଂ ଗୋପାଙ୍ଗନା ସେ କଥାଟି ଭାବୁଛି ଯେତେବେଳେ ଆଜ୍ଞା ବସ୍ତ୍ରହରଣ ଭଗବାନ ଶ୍ରୀକୃଷ୍ଣ କରିଥିଲେ କଦମ୍ବ ବୃକ୍ଷରେ ପବନ ଦ୍ୱାରା ସବୁ ଉଡ଼େଇ ନେଇକରି ବସ୍ତ୍ର ଗୋପାଙ୍ଗନା ମାନେ କାହିଁକି ଯାଇଥିଲେ ଯମୁନା ତୀରକୁ ନା ଗୌରୀ ବ୍ରତ ପାଳନ କରିବା ପାଇଁ ଗୌରୀ ବ୍ରତ ସେମାନେ ଉଦ୍ଯାପନ କରିବା ପାଇଁ ଯାଇଥିଲେ ଭଗବାନଙ୍କୁ କେମିତି ପାଇବେ କୃଷ୍ଣଙ୍କୁ ପତି ରୂପରେ କେମିତି